ବଢୁଛି ଖାଇବା ତେଲ ଦର, ଯୁଦ୍ଧ ସ୍ଥିତି ପାଇଁ ଜନତାଙ୍କୁ ଝଟକା। ଆସନ୍ତୁ ଆଜି ଆମେ ଜାଣିବା ଖାଇବା ତେଲରେ କେତେ ଟଙ୍କା ଲିଟର ପିଛା ବୃଦ୍ଧି ପାଇଛି। ଆସନ୍ତୁ ଆଜି ଆମେ ଏହି ନୂଆ ଖବର ଉପରେ ନଜର ପକାଇବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଯୁଦ୍ଧ ଭିତରେ ବଢୁଛି ଖାଇବା ତେଲ ଦର। ପାମୋଲିନ୍ ଓ ସନଫ୍ଲାୱାର ତେଲର ବଜାରର ଦର ବୃଦ୍ଧି ପାଇଛି। ପାମୋଲିନ୍ ଲିଟର ପିଛା 5 ଟଙ୍କା ବୃଦ୍ଧି ପାଇଥିବା ବେଳେ ସନଫ୍ଲାୱାର ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଛି। ତେବେ ବାହାର ଦେଶରୁ ତେଲ ଆସୁଥିବା ଯୋଗୁଁ ଏହାର ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ ସଂଘ ସଭାପତି କହିଛନ୍ତି। କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ନିୟମାବଳୀ ନ ଆଣିଲେ ଦାମ ଆହୁରି ବଢ଼ିବ। ଏବେ ଆମ ପାଖରେ 15 ଦିନ ପାଇଁ ଏହି ଦୁଇ ତେଲ ଷ୍ଟକ୍ ରହିଛି। ଏବେ ବି ତେଲ ଅନବରତ ଆସୁଛି, କିନ୍ତୁ ବାହାର ଦେଶରୁ ଆସିବା କାରଣରୁ ଦର ବୃଦ୍ଧି ଘଟିଛି। ସରକାର ଏକ ରେଟ୍ ଚାର୍ଟ ପ୍ରସ୍ତୁତ କରି ବ୍ୟବସାୟୀଙ୍କୁ କିଛି ମାର୍ଜିନ ଦେଇ ଖାଉଟିଙ୍କ ପାଇଁ ରେଟ୍ ନିର୍ଦ୍ଧାରଣ କରିବାକୁ ସଂଘ କହିଛି। ଏବେ ପ୍ରତିଦିନ 1500 ଟନର ପାମୋଲିନ୍ ଓ ସନଫ୍ଲାୱାର ତେଲର ଆବଶ୍ୟକତା ରହିଛି। ଆମ ଦେଶରେ ସୋରିଷ ତେଲ, ବାଦାମ ତେଲ, ରାଇସ୍ ବ୍ରାନ୍ ଅଏଲ ଯଥେଷ୍ଟ ପରିମାଣରେ ରହିଛି। ତେଣୁ ବ୍ୟସ୍ତ ହୋଇ ଘରେ ତେଲ କିଣି ନେଇ ଜମାଇ ନ ରଖିବାକୁ ଖାଉଟିମାନଙ୍କୁ ନିବେଦନ କରିଛି ସଂସ୍ଥା। ହେଲେ ଏସବୁ ଭିତରେ ପାମୋଲିନ୍ ଓ ସନଫ୍ଲାୱାର ତେଲର ଚାହିଦା ସବୁଠୁ ଅଧିକ ରହିଛି। ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭାରତରେ ଖାଦ୍ୟ ତେଲରେ ବ୍ୟବହାର ବହୁତ ଅଧିକ, କିନ୍ତୁ ଘରୋଇ ଉତ୍ପାଦନ ବହୁତ କମ୍। ଉଦାହରଣ ସ୍ୱରୂପ ସୂର୍ଯ୍ୟମୁଖୀ ତେଲ ଦେଶର ସବୁଠାରୁ ବଡ଼ ଉତ୍ପାଦକ କର୍ଣ୍ଣାଟକ ଏହାକୁ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଉତ୍ପାଦନ କରେ। ତଥାପି ଏହି ଉତ୍ପାଦନ ଦେଶର ସାମଗ୍ରିକ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଏହି କାରଣରୁ ଭାରତକୁ ଏହାର ତୈଳ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ୟୁକ୍ରେନ, ରୁଷ, ଆର୍ଜେଣ୍ଟିନା ଏବଂ ବୁଲଗେରିଆ ଭଳି ଦେଶଗୁଡ଼ିକରୁ ଆମଦାନୀ କରିବାକୁ ପଡ଼ୁଛି। ବର୍ତ୍ତମାନର ବିଶ୍ୱଯୁଦ୍ଧ ପରିସ୍ଥିତି ଏହି ଦେଶଗୁଡ଼ିକରୁ ଆମଦାନୀ ଉପରେ ରୋକ ଲଗାଇଛି। ଯେତେବେଳେ ବିଦେଶରୁ ସାମଗ୍ରୀ ପ୍ରବାହରେ ବାଧା ସୃଷ୍ଟି ହୁଏ, ଘରୋଇ ବଜାରରେ ମୂଲ୍ୟ ସ୍ୱୟଂଚାଳିତ ଭାବରେ ବୃଦ୍ଧି ପାଏ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।